ଏଇଟା ଏଇଟା ତାଙ୍କୁ ଲାଜ ଲାଗିବା କଥା କହିବା ଏ କଥା କହିବା ଅର୍ଥ ତାଙ୍କୁ ନିଜକୁ ହିଁ ଲାଜ ଲାଗିବା କଥା। ଯଦି ସେମାନେ ବିଜେପି କରିବ ତାହେଲେ ସେମାନେ କେମିତି ତାଙ୍କୁ ଆକ୍ସେପ୍ଟ କରେ? ସେଇ ନୁହେଁ, ଆପଣ ଦେଖିବେ ବର୍ତ୍ତମାନ ବିଜୁ ଜନତା ଦଳ ମାନେ ଯାହାକୁ କୁହନ୍ତି ଧ୍ୱଂସ ବିମୁଖ ଆଡକୁ ଗତି କରୁଛି। ବିଜୁ ଜନତା ଦଳରେ କେହି ଲିଡର ନାହାନ୍ତି। ସମସ୍ତେ ବିଜୁ ଜନତା ଦଳ ବୁଝିଗଲେଣି ଆଜି ଡେଟ୍ରେ ବିଜୁ ଜନତା ଦଳ କୋଉ ଅବସ୍ଥାକୁ ଯାଇଛି। ତେଣୁ ସେମାନେ ବୁଝିଗଲେ ଯଦି ଆଉ ଭବିଷ୍ୟତ ନାହିଁ। ଦେଖେ ଦୁଇରେ ଯୋଉମାନେ ସମାଜ ପାଇଁ କାମ କରନ୍ତି, ଯୋଉମାନେ ଭଲ ଉଦ୍ଦେଶ୍ୟ ନେଇ କାମ ରଖନ୍ତି, ଯୋଉମାନେ ରାଜନୀତିକୁ ରାଷ୍ଟ୍ର ଗଠନ ଉଦ୍ଦେଶ୍ୟରେ ଆସିଥାନ୍ତି, ରାଜନୀତିକୁ ସେମାନଙ୍କର ସମାଜର ସେବା କରିବାକୁ ଆସିଥାନ୍ତି, ସେମାନେ ନିଶ୍ଚିତ ଭାବରେ ତାଙ୍କର ଭଲ ଦେଖିବେ ଯୋଉଠି ପ୍ରତିକୂଳ ପରିବେଶ ମିଳିବ ସେଇ ପରିବେଶ ଦେଖିବେ ଆଉ ସେ ପରିବେଶରେ ଯାଇ ସେମାନେ କାମ କରିବେ। କାହିଁକି ସମାଜ ପାଇଁ କାମ କରିବାକୁ ଆସନ୍ତି, ସେମାନେ ସମାଜ ପାଇଁ କାମ କରିବେ। ଏଇଟା ଏଇଟା ତାଙ୍କୁ ଲାଜ ଲାଗିବା କଥା କହିବା ଏ କଥା କହିବା ଅର୍ଥ ତାଙ୍କୁ ନିଜକୁ ହିଁ ଲାଜ ଲାଗିବା କଥା। ଯଦି ସେମାନେ ବିଜେପି କରିବ ତାହେଲେ ସେମାନେ କେମିତି ତାଙ୍କୁ ଆକ୍ସେପ୍ଟ କରେ? ତାହେଲେ ଏଇ ବିଜେପି କର୍ମୀ ହିଁ ଆଜି ବିଜେଡି ଏତେ ବାଟ ନେଇଥିଲା। ତେଣୁ ଏଇଟା ଭୁଲ ଜିନିଷ। ସେମାନେ ଜାଣିଗଲେଣି ଆଉ ସେମାନଙ୍କର ସ୍ଥିତି ନାହିଁ। ସେମାନଙ୍କର ମାନେ ଯାହାକୁ କୁହନ୍ତି ମୂଳ ଦୁଆ ତାଙ୍କର ଯିଏ ସିଏ ବି ନାହାନ୍ତି। ଦେଖନ୍ତୁ ସେଇଟା ତ ସେ ଜାଣିଥିବେ କଣ ହେଇଥିବ, କିନ୍ତୁ ଏତିକି ଆମେ କନଫର୍ମ କରିବା ଯେ ସେମାନଙ୍କର ମୂଳ ଦୁଆ ନାହାନ୍ତି, ତାଙ୍କ ଗାର୍ଡିଆନ କେହି ନାହାନ୍ତି ବର୍ତ୍ତମାନ। ଯୋଉ ଗାର୍ଡିଆନ ନଥିବା ମାନେ ଯାହାକୁ କୁହନ୍ତି ଗାର୍ଡିଆନ ନଥିବା ପରିବାରର ସ୍ଥିତି ଯାହା ଆପଣ ମାନେ ବୁଝିପାରୁଥିବେ। ଆଉ ଯୋଉମାନେ ଜାଣିଥିବେ ଆପଣ କଣ ହେଇଛି। କିନ୍ତୁ ଏତିକି ଜିନିଷ ମୁଁ କହିବି, ସୁପ୍ରିମ ଯୋଉଠି ଗାର୍ଡିଆନ ଥାନ୍ତି ସେଠି ଗାର୍ଡିଆନ ବିହୀନ ରାଜନୀତି ଚାଲିଛି। ତେଣୁ ଆଉ ଯୋଉମାନେ ସମାଜ ପାଇଁ କାମ କରନ୍ତି, ଯୋଉମାନେ ସମାଜ ପାଇଁ ଆକ୍ଚୁଆଲି ରାଜନୀତିକୁ ଆସିଛନ୍ତି, ସେମାନେ ନିଶ୍ଚିତ ଭାବେ ଭଲ ଜାଗା ଦେଖିବେ ଯୋଉଠି ତାଙ୍କୁ ପ୍ରତିକୂଳ ପରିବେଶ ମିଳିବ ସମାଜ ପାଇଁ କାମ କରିବା ପାଇଁ, ରାଷ୍ଟ୍ର ଗଠନ ପାଇଁ ଆଗକୁ ଯିବା ପାଇଁ ପ୍ରତିକୂଳ ପରିବେଶ ମିଳିବ। ନିଶ୍ଚିତ ଭାବରେ ସେମାନେ ସେଇ ଦଳକୁ ହିଁ ଆସିବେ।